କୈଳାସ ମନ୍ଦିର ମହାରାଷ୍ଟ୍ରର ସମ୍ଭାଜୀନଗରରୁ 30 କିଲୋମିଟର ଦୂରରେ ଅବସ୍ଥିତ ଏଲୋରା ଗୁମ୍ଫା ସମୂହର ଏକ ଅଦ୍ଭୁତ ଐତିହାସିକ ଓ ସ୍ଥାପତ୍ୟ କଳାର ନମୁନା। ସମ୍ଭାଜୀନଗରର ପୁରୁଣା ନାଁ ଥିଲା ଔରଙ୍ଗାବାଦ। ଏହା ଭଗବାନ ଶିବଙ୍କୁ ସମର୍ପିତ ଏକ ବିଶାଳ ପାହାଡ଼ ପଥରକୁ କାଟି ତିଆରି କରାଯାଇଥିବା ପ୍ରାଚୀନ ଭାରତର ବାସ୍ତୁକଳା, ମୂର୍ତ୍ତିକଳା ଓ ଇଞ୍ଜିନିୟରିଂ ପ୍ରତିଭାର ଏକ ଅମୂଲ୍ୟ ପ୍ରତୀକ। ଛତ୍ରପତି ଶିବାଜୀ ମହାରାଜାଙ୍କ ଦାଦାଜୀ ମାଲୋଜୀ ରାଜାଙ୍କ ଜନ୍ମସ୍ଥାନ ଏଲାପୁରମ୍ ଥିଲା, ଯାହା ଏବେ ଏଲୋରା ନାମରେ ବିଶ୍ୱବିଖ୍ୟାତ ହୋଇଛି। ରାଷ୍ଟ୍ରକୂଟ ରାଜା କୃଷ୍ଣ ପ୍ରଥମଙ୍କ ଶାସନକାଳ ଭିତରେ 8ମ ଶତାବ୍ଦୀରେ କୈଳାସ ମନ୍ଦିର ନିର୍ମାଣ କରାଯାଇଥିଲା। ଏଲୋରା ଗୁମ୍ଫା ସମୂହ 1983 ମସିହାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ସ୍ୱୀକୃତି ଲାଭ କରିଛି। ଏହାର ବିଶାଳତା, ସୂକ୍ଷ୍ମ ଖୋଦେଇ ଓ ଅସାଧାରଣ ଶିଳ୍ପକୌଶଳ ଆଜି ମଧ୍ୟ ଇତିହାସକାର, ଇଞ୍ଜିନିୟର, ଗବେଷକ ତଥା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି। ଏହା ପୃଥିବୀର ସବୁଠାରୁ ବଡ଼ ଏକମାତ୍ର ପଥର ଚଟ୍ଟାଣକୁ କାଟି ତିଆରି କରାଯାଇଥିବା ମନ୍ଦିରର ମାନ୍ୟତା ପାଇଛି। ଇତିହାସକାରଙ୍କ ଗବେଷଣାରୁ ଜଣାଯାଏ, ପାଖାପାଖି 2 କୋଟି ବର୍ଷ ପୂର୍ବେ ଜ୍ୱାଳାମୁଖୀରେ ନିର୍ଗତ ହୋଇଥିବା ଲାଭାରୁ ଏହି ପଥର ତିଆରି ହୋଇଥିଲା, ଯାହାକୁ ବେସାଲ ରକ୍ କୁହାଯାଏ। ଏହା ଗ୍ରାନାଇଟ୍ ଠାରୁ ମଧ୍ୟ ଶକ୍ତ ଥିଲା। ଏହି ବିଶ୍ୱବିଖ୍ୟାତ କୈଳାସ ମନ୍ଦିରକୁ ତିଆରି କରିବାକୁ 18 ବର୍ଷ ସମୟ ଲାଗିଥିଲା ଏବଂ 7000 ଶିଳ୍ପକାରର ଅକ୍ଳାନ୍ତ ପରିଶ୍ରମର ଜ୍ୱଳନ୍ତ ଉଦାହରଣ। ଏହା ଦ୍ରାବିଡ଼ ଶୈଳୀରେ ନିର୍ମାଣ କରାଯାଇଛି। ଏହା ବିଶ୍ୱର ଏକମାତ୍ର ମନ୍ଦିର ଯାହା ଏକ ବିଶାଳ ପଥରକୁ ଉପରୁ ତଳକୁ କାଟି ନିର୍ମାଣ କରାଯାଇଛି। ଏଥିରେ କୌଣସି ଅଲଗା ପଥର କିମ୍ବା ଇଟାର ବ୍ୟବହାର କରାଯାଏନି। ଆନୁମାନିକ ଏହି ପାହାଡ଼ରୁ 2 ଲକ୍ଷ ଟନ୍ରୁ ଅଧିକ ପଥର କାଟି ବାହାର କରାଯାଇଛି। ହେଲେ ଆଶ୍ଚର୍ଯ୍ୟର କଥା ଏହିକି ଯେ ସେ କଟାଯାଇଥିବା ପଥରର ଅଂଶବିଶେଷ ଆଖପାଖ ଅଞ୍ଚଳର କୌଣସି ଜାଗାରେ ଦେଖିବାକୁ ମିଳେ ନାହିଁ। କେବଳ ଛେଣି ଏବଂ ହାତୁଡ଼ିରେ ନିର୍ମାଣ କରାଯାଇଥିବା ଏହି ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ତଥା ବାସ୍ତୁକଳାର ରୂପ ଦେଖିଲେ ଆଶ୍ଚର୍ଯ୍ୟଚକିତ ହେବାକୁ ପଡ଼େ। ଏଲୋରା ଗୁମ୍ଫା ସମୂହରେ ସର୍ବମୋଟ 106 ଗୋଟି ଗୁମ୍ଫା ଅଛି, ହେଲେ ସେଥିମଧ୍ୟରୁ କେବଳ 34ଟି ଗୁମ୍ଫାକୁ ଜନସାଧାରଣଙ୍କ ଦେଖିବା ଉଦ୍ଦେଶ୍ୟରେ ଖୋଲା ଛଡ଼ାଯାଇଛି। ଏଠାରେ ଥିବା ଗୁମ୍ଫାଗୁଡ଼ିକ 3ଟି ଧର୍ମ ଯଥା ବୌଦ୍ଧ ଧର୍ମ, ହିନ୍ଦୁ ଧର୍ମ ତଥା ଜୈନ ଧର୍ମକୁ ପ୍ରତିଫଳିତ କରେ। 1ରୁ 12 ନମ୍ବର ଗୁମ୍ଫାଗୁଡ଼ିକ ବୌଦ୍ଧ ଧର୍ମର ଗାଥା ବହନ କରୁଥିବା ବେଳେ 13ରୁ 29 ନମ୍ବର ପର୍ଯ୍ୟନ୍ତ ଗୁମ୍ଫା ହିନ୍ଦୁ ଧର୍ମର ପ୍ରତୀକ ଏବଂ 30ରୁ 34 ନମ୍ବର ଗୁମ୍ଫା ଜୈନ ଧର୍ମକୁ ଇଙ୍ଗିତ କରେ। 16 ନମ୍ବର ଗୁମ୍ଫାର ପଥରକୁ କାଟି କୈଳାସ ମନ୍ଦିର ନିର୍ମାଣ କରାଯାଇଛି, ଯାହା ଭଗବାନ ଶିବଙ୍କୁ ସମର୍ପିତ। ଏଠାରେ ପ୍ରତ୍ୟେକ କାନ୍ଥ କଥା କୁହେ। ମନ୍ଦିରର ଉତ୍ତର ପାର୍ଶ୍ୱ କାନ୍ଥରେ ପୁରା ମହାଭାରତର କାହାଣୀ ଖୋଦନ କରାଯାଇଥିବା ବେଳେ ଦକ୍ଷିଣ ପାର୍ଶ୍ୱ କାନ୍ଥରେ ରାମାୟଣର ଗାଥା ଅତି ନିଖୁଣ ଭାବରେ ଖୋଦାଯାଇଛି। ତତ୍ସହିତ କୃଷ୍ଣ ଜନ୍ମ କଥା, ବ୍ରହ୍ମା ବିଷ୍ଣୁ ମହେଶ୍ୱର, ନଟରାଜ, ଅର୍ଦ୍ଧନାରୀଶ୍ୱର, ବିଷ୍ଣୁଙ୍କ ଅବତାର, ମା ଅନ୍ନପୂର୍ଣ୍ଣା, ଗଜଲକ୍ଷ୍ମୀ, ଶିବପୁରାଣ କଥାବସ୍ତୁ ଉପରେ ଆଧାରିତ ମୂର୍ତ୍ତିକଳା, ଗଙ୍ଗା, ଯମୁନା, ସରସ୍ୱତୀଙ୍କ ମୂର୍ତ୍ତି, କାଳିମା, ଗଣେଶ, ଗନ୍ଧର୍ବ, ଐରାବତ ହସ୍ତିରେ ବିଦ୍ୟମାନ ଇନ୍ଦ୍ର ଭଗବାନ ସହିତ ଆହୁରି ଅସଂଖ୍ୟ ଶିଳ୍ପକଳା ଦେଖି ଆଖି ଲାଖିଯାଏ ଏବଂ ମନ ସ୍ତବ୍ଧ ହୋଇଯାଏ। ଯିଏ ବି ଏଲୋରା ଯାଉଛନ୍ତି ତାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରୀଷ୍ଣେଶ୍ୱର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦେଖିବାକୁ ହାତଛଡ଼ା କରିବେ ନାହିଁ। ଏଲୋରା ଗୁମ୍ଫା ସମୂହକୁ ଭ୍ରମଣ କରିବା ପାଇଁ ଟିକେଟ ମୂଲ୍ୟ 40 ଟଙ୍କା ଦେବାକୁ ପଡ଼େ। ସପ୍ତାହର ମଙ୍ଗଳବାର ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ। ଆପଣମାନେ ଧ୍ୟାନ ଦେଇନଥିବେ, RBI 2019 ମସିହାରେ ଗୋଟିଏ 20 ଟଙ୍କିଆ ନୋଟ୍ ଜାରି କରିଥିଲା। ସେଥିରେ ଭାରତର ଐତିହ୍ୟକୁ ଦେଖାଇବା ପାଇଁ ଏଲୋରାର କୈଳାସ ମନ୍ଦିରକୁ ସ୍ଥାନ ଦେଇଥିଲା। ଏହି ଚିତ୍ର ଭାରତର ସମୃଦ୍ଧ ଐତିହ୍ୟ, ଶିଳ୍ପକଳା, ବାସ୍ତୁକଳା ତଥା ସ୍ଥାପତ୍ୟ ପରମ୍ପରାକୁ ପ୍ରତିନିଧିତ୍ୱ କରେ। ଚରନ୍ଦ୍ରୀ ପାହାଡ଼ ଉପରେ କରାଯାଇଥିବା ଗୁମ୍ଫାଗୁଡ଼ିକ କେବଳ ଯେ ପ୍ରାଚୀନ ଭାରତର ଧାର୍ମିକ ସ୍ଥଳର ନମୁନା ନୁହେଁ, ଏହା ଅସୀମିତ ଜ୍ଞାନ, ଧୈର୍ଯ୍ୟ, ଦୃଢ଼ ସଂକଳ୍ପ ତଥା ଗୌରବଶାଳୀ ଇତିହାସର ପ୍ରତୀକ ଅଟେ। ଏଲୋରା ଗୁମ୍ଫାମାନଙ୍କ ଭିତରେ ଧ୍ୱଜସ୍ତମ୍ଭ, ନନ୍ଦୀ ମନ୍ଦିର, ନୃତ୍ୟ ମଣ୍ଡପ, ସଭା ମଣ୍ଡପ, ଯଜ୍ଞଶାଳା, ଶକ୍ତିସ୍ତମ୍ଭ ବା ବିଜୟସ୍ତମ୍ଭ, ଭୋଜନ ମଣ୍ଡପ, ଛାତ୍ରାବାସ ଏପରି ଅନେକ କୀର୍ତ୍ତିମାନ ତଥା 3ଟି ଧର୍ମାବଲମ୍ବୀମାନଙ୍କ ବ୍ୟବହାର ପାଇଁ କରାଯାଇଥିଲା। କୈଳାସ ମନ୍ଦିରକୁ ନେଇ ଗୋଟିଏ ଦୁଃଖଦ ଘଟଣା ସାମ୍ନାକୁ ଆସେ। 1682 ମସିହାରେ ମୋଗଲ ସମ୍ରାଟ ଔରଙ୍ଗଜେବ ତାଙ୍କ ଶାସନକାଳ ଭିତରେ 1000 ସୈନିକଙ୍କୁ ନେଇ କୈଳାସ ମନ୍ଦିରକୁ ନଷ୍ଟ କରିବା ପାଇଁ ଦୀର୍ଘ 3 ବର୍ଷ ଧରି ଚେଷ୍ଟା କରିଥିଲେ। ହେଲେ ଏହାର ବିଶାଳ ପଥର ନିର୍ମାଣ ଯୋଗୁଁ ସମ୍ପୂର୍ଣ୍ଣ ମନ୍ଦିରକୁ ଧ୍ୱଂସ କରିପାରିନଥିଲା। ତେବେ ଅନେକ ମୂର୍ତ୍ତି ତଥା ଶିଳ୍ପକଳାକୁ କ୍ଷତିଗ୍ରସ୍ତ କରିଥିବା କଥା ଇତିହାସରେ ଉଲ୍ଲେଖ ଅଛି। ସେ ଯାହା ହେଉ, ଏବେ ମଧ୍ୟ ସେହି ପ୍ରାଚୀନ ଭାରତର ସ୍ୱର୍ଣ୍ଣିମ ଇତିହାସର ସାକ୍ଷୀ କୈଳାସ ମନ୍ଦିର ପୂର୍ବବତ୍ ଦଣ୍ଡାୟମାନ ହୋଇ ବୌଦ୍ଧ, ହିନ୍ଦୁ ତଥା ଜୈନ ଧର୍ମର ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରିୟ ଦର୍ଶକ ବନ୍ଧୁ,
ଭିଡ଼ିଓଟିରୁ ଯଦି କିଛି ବି ଶିକ୍ଷା ମିଳିଲା ତଥା ହୃଦୟକୁ ଛୁଇଁ ପାରିଲା ତାହେଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ତଥା କମେଣ୍ଟ ମାଧ୍ୟମରେ ନିଜର ମତାମତ ରଖିଲେ ଶ୍ରମ ସାର୍ଥକ ହେବ ବୋଲି ଆଶା କରେ। ଜୟ ଜଗନ୍ନାଥ, ଜୟ ବଳରାମ।